ବିଷୟ ପ୍ରବାଦ କାହିଁକି ହେଇପାରେ କଥା ଉଠଉଛ ଆପଣ ମ ସବୁ ଯଦି ଅଧିକ ଜାଣିବା ପାଇଁ ଯୋଉମାନେ କହୁଛନ୍ତି ତାଙ୍କୁ ସେ ପଚାର ବର୍ତ୍ତମାନ ସବୁ ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ବା ରାଜନୀତି ଘଟଣାବଳୀ ସମ୍ପର୍କରେ କିଛି ମନ୍ତବ୍ୟ ରଖୁନାହିଁ ରଖିବା ପ୍ରାସଙ୍ଗିକ ମନେ କରୁନାହିଁ ଏ ଦିଗରେ ମୋତେ ଆପଣ ପ୍ରଶ୍ନ କରିବା ଉଚିତ ସବୁଥିର ଗୋଟେ ବୟସ ଅଛି ସମୟ ଅଛି ମୋର ବୟସ ଅନେକ ହେଇସାରିଲାଣି ଆମେ ସକ୍ରିୟ ରାଜନୀତି କରିବା ଆମର ସମ୍ଭବ 85 ବର୍ଷ ମତେ ହେଲାଣି ଆମ ସାଙ୍ଗସାଥି ଅଛନ୍ତି ଆସପାସ ଗଲେଣି ସମସ୍ତେ ଆମେ ଚାହୁଁଛୁ ସବୁ ଦଳ ଠିକ କାମ କରନ୍ତୁ ସରକାର ଠିକ କାମ କରନ୍ତୁ ଦେଶ ସମୃଦ୍ଧି ପଥରେ ଯାଉ ଆପଣ ବର୍ତ୍ତମାନ ରାଜନୀତିରେ ଅଛନ୍ତି ନା ରାଜନୀତିରୁ ସନ୍ନ୍ୟାସ ନେଇଯାଇଛନ୍ତି? ଘରେ ଯିଏ ରାଜନୀତି କରେ ରାଜନୀତି ତାକୁ ଛାଡ଼େ ନାହିଁ ବା ଯେ ରାଜନୀତି କରୁଥିବା ଲୋକ ମଧ୍ୟ ରାଜନୀତି ଛାଡ଼ି ପାରନ୍ତି ନାହିଁ କଥା ହେଉଛି ସକ୍ରିୟ ରାଜନୀତିରେ ମୁଁ ଅଛି କି ନାହିଁ ଦଳୀୟ ରାଜନୀତିରେ ଅଛି କି ନାହିଁ ଏ କଥା ପଚାରି ପାରନ୍ତି ଆପଣ ଉତ୍ତରେ ମୁଁ କହିବି ରାଜନୀତିରେ ନିଶ୍ଚିତ ଭାବରେ ମୁଁ ଅଛି। ତାହେଲେ କେତେ ଲୋକଙ୍କର ହଟଚମଟ ଭିତରେ ଆପଣ କୁଆଡ଼େ ଲୁଚି ଯାଇଛନ୍ତି? ଆପଣ କହିଲି ମୁଁ ସକ୍ରିୟ ରାଜନୀତିରେ ନାହିଁ ହଜି ଯାଇନାହୁଁ ସବୁ ଘଟଣାବଳୀକି ଆମେ ଅନୁଧ୍ୟାନ କରୁଛୁ ଚର୍ଚ୍ଚା କରୁଛୁ ଦେଖୁଛୁ ଆମେ ରାଜନୀତି କୁଆଡ଼େ କ'ଣ ଯାଉଛି ଦେଖୁଛୁ ପାଣି ପବନ ସବୁ କୁଆଡ଼େ ଚାଲୁଛି ଯାହା ସବୁ ଘଟିଛି ଚର୍ଚ୍ଚା ହେଉଛି ଚର୍ଚ୍ଚାର ବିଷୟ ସବୁ ହେଇଛି ଏହାର ସବୁ ଶେଷରେ ସମାଧାନ ବାହାରିବ ସବୁ କଥାର ଅନ୍ତ ଦିନେ ହବ ବର୍ତ୍ତମାନ ସବୁ କଥା ତରଳ ଅବସ୍ଥା ରହିଛି ମୋଟାମୋଟି କହିବା ସମାଧାନ ହବ ତ? ନିଶ୍ଚିତ ଭାବରେ ରାଜନୈତିକ ଦଳ ରହିବ ରାଜନେତା ମାନେ ରହିବେ ସମାଧାନର ବାଟ ସବୁ ବାହାରିବ କିନ୍ତୁ ଅଦଳ ବଦଳ ହେଇପାରେ ଘଟଣା କିଛି ସ୍ପଷ୍ଟ ନାହିଁ ଆଗାମୀ ଦିନରେ ଆପଣ ଜାଣିପାରିବେ କ'ଣ ହଉଛି କିଛି ଏପଟ ସେପଟ ହେଇଥିବ ବର୍ତ୍ତମାନ କହିଦିଏ ଆପଣଙ୍କୁ ରାଜନୀତି ଉପରେ ମନ୍ତବ୍ୟ ରଖୁନାହିଁ ପ୍ରାସଙ୍ଗିକ ଚାହୁଁନି କରିବା ପାଇଁ ଭବିଷ୍ୟତରେ କ'ଣ ହବ ଆପଣ ଦେଖନ୍ତୁ କୋଉ ଦଳ ସ୍ଥିତି କ'ଣ ହବ କୁଆଡ଼େ କ'ଣ ଯାଉଛି ଭବିଷ୍ୟତ ହିଁ ସବୁ କଥା କହିବ ଅନେକ କହୁଛନ୍ତି ଯେ ଏଇଟା ଗୋଟେ ବର୍ତ୍ତମାନ ରାଜନୀତିରେ ଗୋଟେ କଳା ଅଧ୍ୟାୟ ଚାଲିଛି ପ୍ରକୃତରେ କ'ଣ ସତ? ଶୁଣନ୍ତୁ ରାଜନୀତିରେ କଳା ଧଳା କିଛି ନାହିଁ ରାଜନୀତି ରାଜ୍ୟର ଉନ୍ନତି ପାଇଁ ହେଉଛି ରାଜନୀତି କେମିତି ରାଜ୍ୟର ବିକାଶ ହବ ରାଜ୍ୟ ସମୃଦ୍ଧି ହବ ଏ ଦିଗରେ ଚିନ୍ତା କରିବା ରାଜନୀତି ଦଳର ରାଜନେତାଙ୍କ କାମ ସେ କାମରେ ସବୁ ଅଛନ୍ତି କି କରିବ ରାଜନୈତିକ ଦଳ ମାନେ ରାଜନୀତିରେ ଯିଏ ରହିଛନ୍ତି ସେମାନେ କାମ ସବୁ କରିବେ ସମସ୍ତେ ସମସ୍ତେ ଖାଲି ଟଣା ଓଟରା ହଉଛନ୍ତି ଯାହାକୁ ଦେଖିଲେ ଟଣା ଓଟରା ତ ସେଇ ବାଡ଼ିଆ ପିଟାରେ ସମୟ ଯାଉଛି ତାହେଲେ ରାଜ୍ୟର ବର୍ତ୍ତମାନ ସ୍ୱାର୍ଥ ଗୋଟେ ଦଳ ସରକାରକୁ ଆସିଛି ଯୋଉ ସରକାର ଆସିଛନ୍ତି ତାଙ୍କ ଉପରେ ଦାୟିତ୍ୱ ଗୁରୁ ଦାୟିତ୍ୱ ହେଉଛି ଯାହା ସବୁ ପ୍ରତିଶ୍ରୁତି ଓଡ଼ିଶାବାସୀକି ଦେଇଛନ୍ତି ତାହା କାର୍ଯ୍ୟକାରୀ କରନ୍ତୁ ଉନ୍ନତ ଓଡ଼ିଶା ଗଢ଼ିବାରେ ସମୃଦ୍ଧ ଓଡ଼ିଶା ଗଢ଼ିବାରେ ସେମାନେ ଆହୁରି ଚଳଚଞ୍ଚଳ ହୁଅନ୍ତୁ ଆହୁରି ତ୍ୱରିତ ପଦକ୍ଷେପ ନିଅନ୍ତୁ ଏକଥା ଓଡ଼ିଶାବାସୀ ଆଶା କରୁଛନ୍ତି କରିବା ସ୍ୱାଭାବିକ ଓଡ଼ିଶାର ବିକାଶ ଦାୟିତ୍ୱ ହେଉଛି ଏ ସରକାରକୁ ଆସିଛି ଅନ୍ୟମାନେ ସହଯୋଗର ହାତ ବଢ଼ାଇବା ଦରକାର ଠିକ ରାସ୍ତାରେ ଗଲେ ସହଯୋଗ କରିବେ ଭୁଲ କଲେ ବ୍ୟତିକ୍ରମ କଲେ ସମାଲୋଚନା ବି କରିବେ ବିରୋଧୀ ଦଳ କାମ ହେଉଛି କ'ଣ ଟୁ କ୍ରିଟିସାଇଜ ଟୁ ଏକ୍ସପୋଜ ଡିପୋଜ ସେ କାମରେ ସେ ରହିବେ ଏବଂ ସରକାର ଯେମିତି ଭୂମିକା ଅଛି ବିରୋଧୀ ଦଳ ମଧ୍ୟ ସେମିତି ସରକାରକୁ ଠିକ ଭାବରେ ଚାଲିବା ଦିଗରେ ମଧ୍ୟ ଠିକ ଭାବରେ ପରାମର୍ଶ ଦେବା ଦରକାର ସେ ପଦକ୍ଷେପ ମଧ୍ୟ ରଚନାତ୍ମକ ପଦକ୍ଷେପ ଦେବା ଦରକାର ଆପଣ ଜଣେ ଅଭିଜ୍ଞ ରାଜନେତା କିନ୍ତୁ ରାଜନୈତିକ ଅସ୍ଥିରତା ଦେଖାଯାଉଛି କାରଣ କ'ଣ ହୋଇଯାଇପାରେ? ରାଜନୀତି ଠିକ ଭାବରେ ଚାଲିଛି ଚାଲିବ ଅସ୍ଥିର ବୋଲି ଆପଣମାନେ ସବୁ କହୁଛନ୍ତି ନା ଅସ୍ଥିର ରାଜନୀତି ଯେମିତି ଚାଲିବା କଥା ଚାଲିଛି ଦେଶରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବଢୁଛି ଜିଡିପି ବଢୁଛି ଅର୍ଥନୀତି ଗୋଟେ ମାନ୍ଦା ଅବସ୍ଥାକୁ ରହୁଛି ଗ୍ୟାସ ସଂକଟ ଦେଖାଯାଉଛି ଗୋଟେ ଏସେନ୍ସିଆଲ ଫୁଡ ଆକ୍ଟ ଲାଗୁ କରାଯାଉଛି ମଧ୍ୟପ୍ରାଚ୍ୟର ଯୁଦ୍ଧ ଅର୍ଥନୀତି ଅବସ୍ଥାକୁ ଦୋହଲେଇ ଦେଇଛି ଦରଦାମ ବଢୁଛି ଗ୍ୟାସ ପେଟ୍ରୋଲ ଡିଜେଲ ମିଳିବା ମଧ୍ୟ କଷ୍ଟକର ହେଉଛି ଇଏ ଗୋଟିଏ ଯୁଦ୍ଧ ଯୋଉ ଚାଲିଛି ଭୂମିକା ଏଥିରେ ଅର୍ଥନୀତି ପ୍ରଭାବିତ ହେଉଛି ଦରଦାମ ବଢ଼ିବ ଲାଗି ରହେ ଯୁଦ୍ଧ ଦରଦାମ ବଢ଼ିବ ଏବଂ ଆମର ଭାରତ ବର୍ଷ ଯୋଉ କଥା କହିଲେ ଆପଣ ଟଙ୍କାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି ଗୋଟେ ୟୁଏସ୍ ଡଲାର ବର୍ତ୍ତମାନ 93 ଟଙ୍କା ହେଇଗଲାଣି ଆମ ଭାରତ ବର୍ଷ ଟଙ୍କାରେ ତେଣୁ
ସତ୍ତ୍ୱେ ମଧ୍ୟ ମୁଁ କହିଦିଏ ଭାରତ ବର୍ଷର ବା ଆମ ରାଜ୍ୟର ଅର୍ଥନୀତି ଅଗ୍ରଗତି ଅନେକ ହେଇଛି। ରାଜନୀତିର ଦ୍ରୁତ ଅଗ୍ରଗତି ବି ହେଇଛି, ବାଧାପ୍ରାପ୍ତ ବର୍ତ୍ତମାନ ହେଉଛି, କିନ୍ତୁ ଅର୍ଥନୈତିକ ପରିବର୍ତ୍ତନ ଏହା ଭିତରେ ଭାରତ ବର୍ଷରେ ଓଡ଼ିଶା ହେଇସାରିଛି। ଅର୍ଥନୈତିକ ସ୍ଥିତି ସେତେ ଖରାପ ବୋଲି ଆମେ କହିପାରିବା ନାହିଁ। ତାକୁ ଠିକ୍ ଭାବରେ ପରିଚାଳନା ହେଲେ ଦେଶ ଆହୁରି ସମୃଦ୍ଧି ପଥରେ ଆଗେଇ ପାରିବ। ବର୍ତ୍ତମାନ ଗୋଟେ ଚର୍ଚ୍ଚା ହଉଛି ଅନେକ ବିଧାୟକଙ୍କର ସଭ୍ୟପଦ ଯାଇପାରେ। ଆପଣ ଯେତେବେଳେ ପର୍ଯ୍ୟନ୍ତ ରାଜନୀତି ଶୁଣନ୍ତୁ, ମୁଁ କହିଦିଏ ଆପଣଙ୍କୁ ବର୍ତ୍ତମାନ ସବୁ ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ବା ରାଜନୀତି ଘଟଣାବଳୀ ସମ୍ପର୍କରେ କିଛି ମନ୍ତବ୍ୟ ରଖୁନାହିଁ, ରଖିବା ପ୍ରାସଙ୍ଗିକ ମନେ କରୁନାହିଁ। ଏ ଦିଗରେ ମୋତେ ଆପଣ ପ୍ରଶ୍ନ କରିବା ଉଚିତ। ଶେଷ ପ୍ରଶ୍ନ ରହିବ, ଆମ୍ବେଦକର ଜୟନ୍ତୀକୁ ନେଇ ଗୋଟେ ବୈଠକ ବସିଥିଲା ଚଳିତ ବର୍ଷ ବା ଏପ୍ରିଲ 14 ହବ ଆମ୍ବେଦକର ଜୟନ୍ତୀ। ଆପଣଙ୍କର କଣ କେମିତି ତାର ପ୍ଲାନିଂ ରହିଛି ଏହାକୁ ପାଳନ କରିବା ଲାଗି? ଆପଣମାନେ ଜାଣିଛନ୍ତି ବାବା ସାହେବ ଆମ୍ବେଦକର ଯେ ସମ୍ବିଧାନର ପ୍ରଣେତା ହିସାବରେ ପରିଚିତ, ଯେଉଁ ସମ୍ବିଧାନ ପୃଥିବୀରେ ଏକ ସବୁଠୁ ଭଲ ସମ୍ବିଧାନ, ଦେଶରେ ସମତା ଆଣିବା ପାଇଁ, ସାମାଜିକ ନ୍ୟାୟ ଦେବା ପାଇଁ, ତଳେ ପଡ଼ିଥିବା ଲୋକଙ୍କର ଉତ୍ଥାନ ପାଇଁ ଯେଉଁ ଅବଦାନ ଦେଇ ଯାଇଛନ୍ତି ବାବା ସାହେବ ଆମ୍ବେଦକରଙ୍କୁ ବର୍ଷରେ ଥରେ ମନେ ପକାଇବା ଉଚିତ ରହିଛି। ତେଣୁ ଆମର ସୁକିନ୍ଦା ଅଞ୍ଚଳରେ ମଧ୍ୟ ପ୍ରତିବର୍ଷ ପାଳନ କରାଯାଏ। ଭିତରେ ଗୋଟେ ଦିନ ମୁଁ ଯାଇଥିଲି ପ୍ରକାଶନଗର, ବହୁ ବୁଦ୍ଧିଜୀବୀ ଯେଉଁମାନେ ସବୁ ବାବା ସାହେବ ଆମ୍ବେଦକର ଆଦର୍ଶ ବିଚାର କରନ୍ତି ଏକାଠି ସବୁ ହେଇଥିଲେ। ମୁଁ ସେ ଯେଉଁ ପ୍ରତିମୂର୍ତ୍ତି ସ୍ଥାପନ ହେଇଛି ଦାନଗଦି ପାଖରେ ଏପ୍ରିଲ 14ରେ ଏମିତି ଭଲ ଭାବରେ ପାଳିତ ହେବ ଆୟୋଜନ କରିଛନ୍ତି। ଆମକୁ ସେ ଯିବା ପାଇଁ ଡାକିଛନ୍ତି। ସେଦିନ ସମ୍ବିଧାନ ଉପରେ, ସମ୍ବିଧାନର ଆଜିକାଲି ସ୍ଥିତି ଉପରେ, ସାମାଜିକ ନ୍ୟାୟ ଉପରେ, ସମତା ଉପରେ ଆଲୋଚନା ହେବା ଦରକାର। ଭାରତ ବର୍ଷରେ ସମ୍ବିଧାନର ସ୍ଥିତି, ସମ୍ବିଧାନ କାର୍ଯ୍ୟକାରିତା, ଲୋକମାନେ ସ୍ୱାଧୀନ ହେଲା ପରେ କ'ଣ ସବୁ ଉପଲବ୍ଧି ହେଇଛି, ସଫଳତା ବିଫଳତା ଉପରେ ଆଲୋଚନା ଦରକାର। ସେଥିପାଇଁ ତାର ପ୍ରସ୍ତୁତି ବୈଠକ ଗୋଟେ ହେଇଥିଲା। ଆମ ସବୁ ଡାକିଛି, ଏକାଠି ସବୁ ହେଇଥିଲୁ, ସବୁ ଉତ୍ସାହିତ କରିଛି ଭଲ କି ଆଲୋଚନା କର। କେବଳ ସୁକିନ୍ଦାର ନୁହେଁ, ଯାଜପୁର ଜିଲ୍ଲାର ନୁହେଁ, ଓଡ଼ିଶାର ସବୁଆଡ଼େ ଯେଉଁମାନେ ଯେଉଁ ରାଜନେତା ମାନେ ହୁଅନ୍ତୁ ବା ବୈଜ୍ଞାନିକ ମାନେ ହୁଅନ୍ତୁ, ଅର୍ଥନୀତି ବିଶାରଦ ମାନେ ହୁଅନ୍ତୁ, ଜାତିକୁ ସମାଜକୁ ଅବଦାନ କି ଦେଇ ଯାଇଛନ୍ତି ତାଙ୍କୁ ମନରେ ପକେଇବା, ତାଙ୍କ ଆତ୍ମାର ସଦ୍ଗତି ପାଇଁ ଭଗବାନ ପ୍ରାର୍ଥନା କରିବା, ତାଙ୍କୁ ସ୍ମୃତିଚାରଣ କରିବା, ଏ ଗୋଟେ ଜାତୀୟ କର୍ତ୍ତବ୍ୟ। ତେଣୁ ମୁଁ ଚାହେଁ ସବୁ ଜାଗାରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ସଫଳତାର ସହିତ ବ୍ୟାପକ ଭାବରେ ପାଳନ କରାଯାଉ। ଆଗାମୀ ସମୟରେ ଆକ୍ଟିଭ ପଲିଟିକ୍ସରେ ଯଦି ପ୍ରଫୁଲ୍ଲ ଘଡ଼ାଇଙ୍କର ଆବଶ୍ୟକତା ପଡ଼େ ଆପଣ ଫେରିବେ? ଆପଣଙ୍କୁ କହିଦିଏ, ସବୁଥିର ଗୋଟେ ବୟସ ଅଛି, ସମୟ ଅଛି। ମୋର ବୟସ ଅନେକ ହେଇସାରିଲାଣି। ଆମେ ସକ୍ରିୟ ରାଜନୀତି କରିବା ଆମର ସମ୍ଭବ ନୁହେଁ। ଯେତେବେଳେ ଯେ ପରାମର୍ଶ ମାଗୁଛି, ପରାମର୍ଶ ମାଗିବ, ଠିକ୍ ପରାମର୍ଶ ଆମେ ଦେବାକୁ ପଛେଇବା କାହିଁ। ଆପଣଙ୍କଠୁ ବୟସ୍କ ମଧ୍ୟ ରାଜନୀତିରେ ସକ୍ରିୟ ରାଜନୀତିରେ ଆପଣ କାହିଁ ଭାବୁଛନ୍ତି ଆପଣଙ୍କ ବୟସ ହେଇଯାଇଛି? 85 ବର୍ଷ ମତେ ହେଲାଣି। ଆମ ସାଙ୍ଗସାଥି ଅଛନ୍ତି ନା ଗଲେଣି ସମସ୍ତେ। ଆମେ ଚାହୁଁଛୁ ସବୁ ଦଳ ଠିକ୍ କାମ କରନ୍ତୁ, ସରକାର ଠିକ୍ କାମ କରନ୍ତୁ, ଦେଶ ସମୃଦ୍ଧି ପଥରେ ଯାଉ, ଆମେ ସବୁ ଚାହୁଁଛୁ। ରାଜନେତା ମାନେ ସବୁ ତାଙ୍କର ସଂକଳ୍ପକୁ ଆଖି ଆଗରେ ରଖି ସବୁ କାମ କରୁଛନ୍ତି। ଆମେ ସମସ୍ତେ ଆଶା କରିବା ଆମ ଓଡ଼ିଶାଟା ବଢ଼ୁ। ଏବେ ଯେଉଁ ସରକାର ଅଛନ୍ତି ତାଙ୍କ କାର୍ଯ୍ୟକଳାପ ନେଇକି କ'ଣ? ପ୍ରଥମେ କହିଲି ଆପଣଙ୍କୁ, ସରକାର ଏପର୍ଯ୍ୟନ୍ତ ଖୁବ୍ ପରଫର୍ମିଂ ହେଇପାରିନାହାନ୍ତି। ଲୋକର ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସେତେ ସଫଳ ଏପର୍ଯ୍ୟନ୍ତ ହେଇପାରିନାହାନ୍ତି। ଆଉ ଗୋଟେ ଜିନିଷ ଦେଖାଯାଉଛି, ଓଭର ଡ୍ରାଫ୍ଟିଂ ହେଉଛି, କିନ୍ତୁ ସରକାରୀ କର୍ମଚାରୀମାନଙ୍କ ଓଭର ଡ୍ରାଫ୍ଟିଂ ଆରମ୍ଭ ହେଇନି, ଓଭର ଡ୍ରାଫ୍ଟିଂ ହେଇନି। ଋଣ ବଢ଼ୁଛି, କିନ୍ତୁ ଋଣ ସୀମା ଭିତରେ ରହିଛି। ଆମର ଋଣ ଉତ୍ପାଦକ ତା ଭିତରେ ଯେଉଁ ରହିବା କଥା, ସୀମା ରହିବା କଥା, ସୀମା ଭିତରେ ଅଛି। ଆଣିବେ, ଆଣିପାରିବେ, ଆଣିପାରିବେ। ଋଣ 25% ଡେଟ୍ GSDP ରେସିଓରେ 25% ଆଣିପାରିବେ, ସୀମା ଭିତରେ ଅଛନ୍ତି, ସୀମା ଉଲ୍ଲଂଘନ କରିନାହାନ୍ତି। ଦେଖିବା, ବର୍ଷ ସରିଯାଉ, 5 ବର୍ଷ ପାଇଁ ଭୋଟ ଦିଆଯାଇଛି। 5 ବର୍ଷ ପରେ ସମୀକ୍ଷା କରିବେ, କେତେ ଦୂର ସରକାର ସଫଳ, କେତେ ଦୂର ବିଫଳ, କେତେ ଦୂର ଅର୍ଥ ବ୍ୟୟ କରିଛନ୍ତି, କେତେ ଦୂର କରିପାରିନାହାନ୍ତି, GDP ଗ୍ରୋଥ ଅଭିବୃଦ୍ଧି କେତେ ହେଇଛି, ସମୀକ୍ଷା କରିବେ। ଠିକ୍ ସମୟ ପଞ୍ଚାୟତ ନିର୍ବାଚନ 23-24 ଫାଇନାନ୍ସିଆଲ ଇୟରରେ 55% ଖର୍ଚ୍ଚ କରିଛନ୍ତି, ଆଉ 39% ଖର୍ଚ୍ଚ ହେଇପାରୁନଥିଲା। ଖର୍ଚ୍ଚ କରିବା ଦିଗରେ, ବ୍ୟୟ କରିବା ଦିଗରେ ସେମାନେ ଅଧିକ ସତର୍କ ପଦକ୍ଷେପ ନେବା ଉଚିତ।
ଯୋଉ ବିଜୁ ବିଜେଡିର ବିଜୁ ନିଗାସିକୁ ନେଇକି ଯୋଉ କଥା ଉଠୁଛି ପ୍ରଭାତ ବିଶ୍ୱାଳ ପ୍ରଭାତ କାହିଁକି ତ୍ରିପାଠୀ କଥା ଆଉ ଉଠଉଛ ଆପଣ ମ ସବୁ ଯଦି ଅଧିକ ଜାଣିବା ପାଇଁ ଯୋଉମାନେ କହୁଛନ୍ତି ତାଙ୍କୁ ସେ ପଚାର